ମହାବୀର ଜିନ୍ ଇତ୍ୟାଦି ତାଙ୍କର ଯେଉଁ 24 ଜଣ ତୀର୍ଥଙ୍କର ଥିଲେ ସେମାନେ କ'ଣ କହୁଥିଲେ? ସେମାନେ ସବୁବେଳେ ମୌନ ରହୁଥିଲେ। ବର୍ତ୍ତମାନ ବି ଅଧିକାଂଶ ମୁନି ଏବେ ତ ଆସି ସବୁ ୟୁଟ୍ୟୁବରେ ଭାଷଣ ଦେଉଛନ୍ତି, କିନ୍ତୁ ତାଙ୍କର ମୁଖ୍ୟ ହେଉଛି ମୌନ ରହିବା। ତ ସେଇ ମୌନରୁ ମୁନି, ତ ଶିବ ମୁନି ତାକୁ ଆଉ ଟିକେ ହାଇ କ୍ୱାଲିଟି ମାନେ କ'ଣ ଜଣେ ଡେଫିନେସନ୍ ଦେଇ କହିଲେ ଯେ ମନରେ ଚିନ୍ତନ ଯିଏ କରେ ସେ ଆକ୍ଚୁଆଲି ମୁନି। ତେଣୁ ମନରେ ଚିନ୍ତନ କେତେ ଜଣ କରୁଛନ୍ତି? ଆମେ ଚାହୁଁଛେ ଖାଲି ହାତ ଗୋଡ଼ ହଲେଇ ଦେଇକି ଆମେ ଦେହଟା ଭଲ କରିଦେଲେ ବା ଦେହଟା ଭଲ ହେଇଗଲେ ଆମେ ଯାହା ମୁନି ସମାଜ ଯାଇକି ଆମ ରୋଗଟା ଭଲ ହେଇଗଲା, ଏଇ କଥାଟା କହୁଛି। କିନ୍ତୁ ମୁନି ସମାଜରେ ଯେଉଁ ହାତ ଗୋଡ଼ ହୁଲା ବି ଭଲ କରୁନି ରୋଗ, ଏଟା ବି ଜାଣିଥାନ୍ତି। ଆପଣମାନଙ୍କର ଯେଉଁ ଧାରଣା, ଆପଣଙ୍କର ଯେଉଁ ଯୁକ୍ତାତ୍ମକ ଧାରଣା, ପଜିଟିଭ ଥଟ୍ସ, ସେଇଟା ହିଁ ଆପଣଙ୍କୁ ଭଲ କରୁଛି। ଏଇଠି ଗୋଟେ ମୁଁ ଛୋଟିଆ ଉଦାହରଣ ଦେବି। ବାଲେଶ୍ୱରର ଜଣେ ଡାକ୍ତର ଥିଲେ, ଯେଉଁଟାକି ସମାଜରେ ଥରେ ବାହାରିଥିଲା। ସେ ଡାକ୍ତରଙ୍କ ପାଖକୁ ବହୁତ ଲୋକ ଯାଆନ୍ତି, ବହୁତ ଭିଡ଼ ହୁଏ। ତାଙ୍କର ଗୋଟେ ଲେଖା ବାହାରିଲା ସମାଜରେ, ତେଣୁ ସେ ଲେଖିଥିଲେ, କହିଲେ ମୋ ପାଖକୁ ମିନିମମ୍ ପ୍ରତ୍ୟେକ ଦିନ 250 ଲୋକ ଆସୁଛନ୍ତି। ତେଣୁ 250 ଲୋକଙ୍କୁ ମୁଁ କେମିତି ଦେଖିବି? 250 ଲୋକଙ୍କୁ ଯଦି ମୁଁ 2 ମିନିଟ୍ ଲେଖା ଦେଖେ ତାମାନେ କେତେ ସମୟ ଚାଲିଯିବ? ତେଣୁ ମୋ ଉପରେ ଯେଉଁ ତାଙ୍କର ବିଶ୍ୱାସ, ମୁଁ ଯାହା ଲେଖିଦେବି ସେଇ ଔଷଧ ଖାଇକିରି ସେମାନେ ଭଲ ହେଇଯିବେ। ତେଣୁ ସେମାନେ ଆସନ୍ତି, ସେମାନେ କ'ଣ ହେଇଛି ମୁଁ ପଚାରି ଦିଏ, ତାପରେ ସେମାନେ କୁହନ୍ତି, ମୁଁ ମୋର ପ୍ରେସ୍କ୍ରିପ୍ସନଟା ଲେଖିଦିଏ, ତାଙ୍କୁ ଧରେଇ ଦିଏ, ସେମାନେ ଭଲ ହେଇଯାଏ। ତ ସେଇଭଳିଆ ମୁନି ସମାଜକୁ ଆସିକିରି ଯେ ମୁନି ସମାଜ ଆସିଲେ, ମୁନି ସମାଜର ଯୋଗ ସାଧନ କଲେ ମୁଁ ଭଲ ହେବି, ଏଇ ଯେଉଁ ପଜିଟିଭନେସ୍, ଏଇ ଯେଉଁ ପଜିଟିଭ ଥଟ୍, ଏଇ ଯେଉଁ ଯୁକ୍ତାତ୍ମକ ଚିନ୍ତାଧାରା ହିଁ ତାଙ୍କୁ ଭଲ କରେ। ଆଉ ତା ସହିତ ତାଙ୍କର ବିଶ୍ୱାସ ଗୋଟେ ରହିଗଲା। ବିଶ୍ୱାସ ଫଳଦାୟକ, ଶିବମୁନି ସବୁବେଳେ କହିଛନ୍ତି। ସେଇପାଇଁ ଶିବମୁନି ତୁଳସୀଦାସଙ୍କର ଏଇଟା ବି ଉଦାହରଣ ଗୋଟେ ଦେଇଛନ୍ତି। ଭବାନୀ ଶଙ୍କର ବନ୍ଦେ ଶ୍ରଦ୍ଧା ବିଶ୍ୱାସ ରୂପିଣୀ, ଜାଭ୍ୟାଂ ବିନା ନ ପଶ୍ୟନ୍ତି ସିଦ୍ଧା ସୋ ଅନ୍ତଃସ୍ଥମାସ। ଯେ ଶ୍ରଦ୍ଧା ଓ ବିଶ୍ୱାସ ନଥିଲେ ତୁମେ ନିଜର ଅନ୍ତର ଭିତରେ ଥିବା ଯେଉଁ ଅନ୍ତରାତ୍ମା ବା ଆତ୍ମାକୁ ଚିହ୍ନି ପାରିବ। ତେଣୁ ଭବାନୀ ଶଙ୍କର ବନ୍ଦେ ଶ୍ରଦ୍ଧା ବିଶ୍ୱାସ ରୂପିଣୀ। ଭବାନୀ ଓ ଶଙ୍କର କିଏ? ଆମେ କିନ୍ତୁ କହୁଛେ ଭବାନୀ କିଏ? ନା ମା ପାର୍ବତୀ ଭବାନୀ ଦୁର୍ଗା। ଶଙ୍କର କିଏ? ମହାଦେବ କହିଲେ। କିନ୍ତୁ ଭବାନୀ ଶଙ୍କର ଯେ ଶ୍ରଦ୍ଧା ଓ ବିଶ୍ୱାସ, ସେଟା ଆମେ ତାକୁ ଭୁଲିଗଲୁ। ଏବଂ ସେ କହିଛି କ'ଣ ନା ଭବାନୀ ଶଙ୍କର ବନ୍ଦେ ଶ୍ରଦ୍ଧା ବିଶ୍ୱାସ ରୂପିଣୀ। ଶ୍ରଦ୍ଧା ଓ ବିଶ୍ୱାସର ସହିତ ଯଦି ଭବାନୀ ଶଙ୍କର ବୋଲି ଆମେ ଯାହାକୁ କହୁଛେ ମାନିବା, ତାହେଲେ କ'ଣ କରିବା ନା ଆତ୍ମସ୍ଥ ଶରୀର, ଆମର ଶରୀର ଭିତରେ ଯେଉଁ ଆତ୍ମା ରହିଛି ତାକୁ ଆମେ ଦେଖିପାରିବା। ଆଉ ଏଇ ଆତ୍ମା ହିଁ ପରମାତ୍ମା, ଯୋଉଟାକି ଗୀତାରେ ଲେଖିଛି, ଆପଣମାନେ ଜାଣିଥିବେ। ଉପଦ୍ରଷ୍ଟା ଅନୁମନ୍ତା ଚ ଭକ୍ତା ଭକ୍ତା ମହେଶ୍ୱର ପରମାତ୍ମା ଚାପ୍ୟୁକ୍ତ ଦେହେସ୍ମିନ୍ ପୁରୁଷ ଅପର। ଦ୍ରଷ୍ଟା, ଉପଦ୍ରଷ୍ଟା ମାନେ କ'ଣ? ଯିଏ ଦେଖୁଛି। ଉପଦ୍ରଷ୍ଟା, ଉପମନ୍ତା, ଅନୁମନ୍ତା।